ଜୟ ଜଗନ୍ନାଥ ନମସ୍କାର। ଆସନ୍ତୁ ନଜର ପକାଇବା ଆଜିର ଟପ୍ ନ୍ୟୁଜ୍ ଅପଡେଟ୍ କ'ଣ ସବୁ ରହିଛି। କିନ୍ତୁ ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖି ସୁଚିନ୍ତିତ ମତାମତ ଦିଅନ୍ତୁ। ଯେଉଁମାନେ ଚ୍ୟାନେଲକୁ ପ୍ରଥମ କରି ଆସିଛନ୍ତି ସବସ୍କ୍ରାଇବ୍ କରନ୍ତୁ ଏବଂ ଆସୁଥିବା ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ, ଯାହାଫଳରେ ପ୍ରତ୍ୟେକ ନୂତନ ଭିଡ଼ିଓର ନୋଟିଫିକେସନ୍ ଆପଣ ସର୍ବପ୍ରଥମେ ପାଇପାରିବେ। ତେବେ ଆସନ୍ତୁ ନଜର ପକାଇବା ଆଜିର ପ୍ରମୁଖ ଖବରଗୁଡ଼ିକ ଉପରେ। ଆଜିର ପ୍ରଥମ ଖବର, ଗୋରୁ ବେପାରୀ ଭାବି ଦୁଇ ଯୁବକଙ୍କୁ ଶିରିଷବଣି ଛକ ନିକଟରେ ପ୍ରବଳ ମାଡ଼, ଟାଉନ୍ ଥାନାରେ ମାମଲା ରୁଜୁ। ଗୋରୁ ବେପାରୀ ଭାବି ଦୁଇ ଯୁବକଙ୍କୁ ପ୍ରବଳ ମାଡ଼, ଜଣେ ହସ୍ପିଟାଲରେ ଭର୍ତ୍ତି। ଏହିଭଳି ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ଶିରିଷବଣି ଛକ ନିକଟରେ ଘଟିଛି। ଜଣେ ଗୁରୁତର ଅବସ୍ଥାରେ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି। ତେବେ ସୂଚନା ମୁତାବକ ବାରିପଦା ସହର ସିନ୍ଦୁରଗୌରା ଗ୍ରାମର ଟିକି ମାହାନ୍ତଙ୍କ ମାଆଙ୍କ ଦଶାହକ୍ରିୟା ନିମନ୍ତେ ଆବଶ୍ୟକ ହେତୁ ଘରେ ଥିବା ଗାଈ, ବାଛୁରୀ ଏବଂ ଛଡ଼ା ତିନିଟିକୁ ନିକଟସ୍ଥ ବାଲିଜଡ଼ା ହାଟକୁ ନେଇ ପୁତୁରା ଛୋଟୁ ମାହାନ୍ତ ଏବଂ କଟିଆ ନାୟକ ନାମକ ଶ୍ରମିକଙ୍କ ସହିତ ଯାଇଥିଲେ। ସେଠାରେ ହାଟ ବନ୍ଦ ଥିବାରୁ ସେଗୁଡ଼ିକୁ ନେଇ ଘରକୁ ଫେରୁଥିବା ସମୟରେ ଶିରିଷବଣି ଛକ ନିକଟରେ 15ରୁ ଉର୍ଦ୍ଧ୍ୱ ଯୁବକ ସେମାନଙ୍କୁ ଅଟକାଇ ଗୋରୁ ବେପାରୀ ଭାବି ପ୍ରବଳ ମାଡ଼ ମାରିବା ସହ ସେମାନଙ୍କ ନିକଟରୁ ଗୋରୁ ଏବଂ ଟଙ୍କା ପଇସା ଛଡ଼ାଇ ନେଇଥିଲେ। ଏନେଇ ବାରିପଦା ଟାଉନ୍ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଛାନଭିନ ଆରମ୍ଭ କରିଛି। ଏନେଇ ଗୁରୁତରଙ୍କ ସମ୍ପର୍କୀୟମାନେ ଶନିବାର ସନ୍ଧ୍ୟା ପ୍ରାୟ 7:30 ସମୟରେ ଅଭିଯୋଗ କରିଛନ୍ତି। ପରବର୍ତ୍ତୀ ଖବର, ବାଙ୍ଗିରିପୋଷି ଥାନା ସମ୍ମୁଖ ଔଷଧ ଦୋକାନ ଭିତରେ ପଶିଲା ଷଣ୍ଢ ବୋଝେଇ ବୋଲେରୋ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ସମ୍ମୁଖରେ ଥିବା ଔଷଧ ଦୋକାନ ଭିତରକୁ ରବିବାର ଦିନ 6 ଘଟିକା ସମୟରେ ଏକ ଷଣ୍ଢ ବୋଝେଇ ବୋଲେରୋ ଦୋକାନ ଭିତରକୁ ପଶି ଯାଇଥିବା ନେଇ ସୂଚନା ମିଳିଛି। ସେଠାରୁ 4 ଗୋଟି ଷଣ୍ଢକୁ ଉଦ୍ଧାର କରାଯାଇଛି। ତେବେ ବୋଲେରୋଟି ବାରିପଦା ପଟୁ ବିଷୟ ଅଭିମୁଖେ ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ଔଷଧ ଦୋକାନ ଭିତରକୁ ପଶି ଯାଇଥିବା ନେଇ ସୂଚନା ମିଳିଛି। ତେବେ ଘଟଣାସ୍ଥଳରେ ବାଙ୍ଗିରିପୋଷି ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ପରବର୍ତ୍ତୀ ଖବର, କରଞ୍ଜିଆ ବସ୍ଷ୍ଟାଣ୍ଡଠାରେ ସନ୍ଦେହଜନକ ଭାବରେ ଯୁବକଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର। ରବିବାର ଦିନ ପ୍ରାୟ 8 ଘଟିକା ସମୟରେ କରଞ୍ଜିଆ ବସ୍ଷ୍ଟାଣ୍ଡ ନିକଟରେ ସନ୍ଦେହଜନକ ଭାବରେ ଯୁବକଙ୍କର ମୃତଦେହ ଉଦ୍ଧାର ହୋଇଛି। ଯୁବକ ଜଣକ କରଞ୍ଜିଆ ନୂଆସାହି ଅଞ୍ଚଳର ହୋଇଥିବା ନେଇ ସୂଚନା ମିଳିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ତେବେ ତଦନ୍ତ ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି। ପରବର୍ତ୍ତୀ ଖବର, ମୟୂରଭଞ୍ଜ ଜିଲ୍ଲାରେ ପଞ୍ଜୀକୃତ 55,938 ଜଣ ଚାଷୀଙ୍କଠାରୁ 103ଟି ମଣ୍ଡି ଜରିଆରେ 21,82,000 କୁଇଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେବେ ଗୁରୁବାର ସୁଦ୍ଧା ମୟୂରଭଞ୍ଜ ଜିଲ୍ଲାରେ 40,281 ଜଣ ଚାଷୀଙ୍କଠାରୁ ମୋଟ 55,22,000 କୁଇଣ୍ଟାଲ ଧାନ କିଣା ସରିଛି। ତନ୍ମଧ୍ୟରୁ ବାରିପଦା ଉପଖଣ୍ଡରେ 16,921 ଜଣ ଚାଷୀଙ୍କଠାରୁ 6,22,918 କୁଇଣ୍ଟାଲ, କପ୍ତିପଦା ଉପଖଣ୍ଡରେ 7,946 ଜଣ ଚାଷୀଙ୍କଠାରୁ 3,55,180 କୁଇଣ୍ଟାଲ, ପାଞ୍ଚପିଡ଼ି ଉପଖଣ୍ଡରେ 8,435 ଜଣ ଚାଷୀଙ୍କଠାରୁ 2,76,160 କୁଇଣ୍ଟାଲ, ବାମନଘାଟି ଉପଖଣ୍ଡରେ 6,969 ଚାଷୀଙ୍କଠାରୁ 2,66,940 କୁଇଣ୍ଟାଲ ଧାନ କିଣା ସରିଛି। ମାର୍ଚ୍ଚ 31 ତାରିଖ ସୁଦ୍ଧା ଧାନ କିଣିବା ପାଇଁ ମାତ୍ର 84 ଦିନ ବାକି ରହିଛି। ଏଣୁ 6,60,000 କୁଇଣ୍ଟାଲ ଧାନ ବିକ୍ରି କରିବା ପାଇଁ ପଞ୍ଜୀକୃତ ହୋଇଥିବା 5,657 ଜଣ ଚାଷୀ ଅପେକ୍ଷାରେ ରହିଥିବା ଆକଳନରୁ ଜଣାପଡ଼ିଛି। ସେହିପରି ଜିଲ୍ଲାରେ କାର୍ଯ୍ୟକ୍ରମରେ ମୋଟ 88,207ଟି ଟୋକନ ଆସିଥିବା ଜଣାପଡ଼ିଛି। ମଣ୍ଡିକୁ ବିକ୍ରି କରିବାକୁ ନିଆଯାଇଥିବା ଧାନ କୁଇଣ୍ଟାଲ ପିଛା 10ରୁ 12 କେଜି କଟାଯାଉଥିବା ଏବଂ ଅଖାବୁରା ପିଛା 22ରୁ 25 ଟଙ୍କା ଦରରେ କିଣୁଥିଲେ ସୁଦ୍ଧା ସେ ମୂଲ୍ୟ ମଧ୍ୟ ମିଳୁନଥିବା ପରି ଅବସ୍ଥାରେ ରହିଛି। ଫଳରେ ଧାନ ବିକ୍ରି ପାଇଁ ଜିଲ୍ଲାର ଚାଷୀ ହନ୍ତସନ୍ତ ହେଉଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଅଭାବ ବିକ୍ରି ସମ୍ମୁଖ ହେଉଥିବା ଚାଷୀ ସେମାନଙ୍କର ନିଜର ଖଳାରେ ପଡ଼ି ରହିଥିବା ଧାନକୁ ବାଧ୍ୟ ହୋଇ କୁଇଣ୍ଟାଲ ପିଛା 1,600 ଟଙ୍କା ଦରରେ ବିକ୍ରି କରୁଥିବା ଜଣାଯାଇଛି। ପରବର୍ତ୍ତୀ ଖବର, ଗୋରୁ ବ୍ୟବସାୟୀଙ୍କଠାରୁ ଦିନ ଦ୍ୱିପ୍ରହରେ ଲକ୍ଷାଧିକ ଟଙ୍କାର ଲୁଟ୍ ଘଟଣାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ କୁସୁମୀ ବ୍ଲକ ବାଦାମପାହାଡ଼ ଅଞ୍ଚଳ ଲଙ୍ଗଳଶିଲା ଗ୍ରାମର ଗୋରୁ ବେପାରୀ ସୁଭାଷ ଚନ୍ଦ୍ର ଗିରି ଏବଂ ନରସିଂହ ଗିରି ଏବଂ ବେଦେନ ହେମ୍ରମ ଶନିବାର ସାରସକଣା ହାଟରୁ ଗୋରୁ ନେଇ ବିକ୍ରି କରିବାକୁ ଯାଇଥିଲେ। ଗୋରୁ ବିକ୍ରି ପରେ ଏକ ହିରୋ ବାଇକ୍ ନମ୍ବର OD 11W0276 ଯୋଗେ ସାରସକଣା ଜଡ଼ା ହୋଇ ବିଶୋଇ ଦେଇ କୁସୁମୀ ଘରକୁ ଫେରିଥିଲେ। ଦିନ ପ୍ରାୟ 11ଟା ସମୟରେ ବିଶୋଇ ଥାନା ଅଞ୍ଚଳ ଅରଗଳବିନ୍ଧା ଘାଟିରେ ପଛପଟୁ 2ଟି ବାଇକ୍ରେ 4 ଜଣ ଦୁର୍ବୃତ୍ତ ଆସି ସେମାନଙ୍କୁ ଆକ୍ରମଣ କରି ତାଙ୍କଠାରୁ ବାଇକ୍ ସହ 1,01,000
450 ଟଙ୍କା ନେଇ ସାରସକଣା ଆଡ଼କୁ ଦ୍ରୁତ ଗତିରେ ପଳାଇ ଯାଇଥିଲେ। ବାମନଘାଟି ଏସ୍ଡିପିଓ ବୀରେନ୍ଦ୍ର କୁମାର ସେନାପତି, ବିଶୋଇ ଥାନା ଅଧିକାରୀ ଶରତ ଚନ୍ଦ୍ର ଦାସ ଘଟଣାର ତଦନ୍ତ ଜାରି ରଖିଛନ୍ତି। ଏ ସମ୍ପର୍କରେ ଥାନାରେ କେସ୍ ନମ୍ବର 30/26ରେ ଏକ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ପରବର୍ତ୍ତୀ ଖବର, ଚିତ୍ରଡ଼ା ଫାଣ୍ଡି ନିକଟ କେନାଲ ରାସ୍ତାରେ ଏକ ଦ୍ରୁତଗାମୀ ବାଇକ୍ ଭାରସାମ୍ୟ ହରାଇ କେନାଲ ଭିତରକୁ ଖସି ପଡ଼ିବାରୁ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ଖୁଣ୍ଟା ଥାନା ଅଧୀନ ବଣିଆବସା ଗ୍ରାମର ବାଇଦର ଭକ୍ତାଙ୍କ ପୁଅ ଗୌର ଭକ୍ତା, ବୟସ 16 ବର୍ଷ। ସୂଚନା ମୁତାବକ ଗୌର ଭକ୍ତା ଟିଆଁସି ଗ୍ରାମର ଜୀବନ ନାୟକଙ୍କ ପୁଅ ଲକ୍ଷ୍ମୀଧର ନାୟକ, ବୟସ 32 ବର୍ଷଙ୍କ ସହିତ ନିଜର ସମ୍ପର୍କୀୟ ମରଡ଼ା ଥାନା ଅଧୀନ ଟିଆଁସି ଗ୍ରାମକୁ ଆସିଥିଲେ। ଟିଆଁସି ଗ୍ରାମରୁ ଏକ ବାଇକ୍ ଯୋଗେ ଦୁହେଁ ଶଳା ଭିଣୋଇ ଚିତ୍ରଡ଼ା ଆସୁଥିବା ସମୟରେ କୌଣସି କାରଣରୁ ଭାରସାମ୍ୟ ହରାଇ ଚିତ୍ରଡ଼ା ନିକଟସ୍ଥ କେନାଲ ତଳକୁ ବାଇକ୍ ସହ ଖସି ପଡ଼ିଥିଲେ। ଚିତ୍ରଡ଼ା ଫାଣ୍ଡି ଅଧିକାରୀ ଏଏସ୍ଆଇ ଭୀମସେନ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ କିଷାନତାଣୀ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ କାର୍ଯ୍ୟରତ ଡାକ୍ତର ଗୌରା ଭକ୍ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ଲକ୍ଷ୍ମୀଧରଙ୍କୁ ପ୍ରାଥମିକ ଚିକିତ୍ସା ପରେ ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ମରଡ଼ା ଥାନାରେ ଦୁର୍ଘଟଣାଜନିତ ମାମଲା ରୁଜୁ କରାଯାଇଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଇ ଶବ ବ୍ୟବଚ୍ଛେଦ କରି ପରିବାରବର୍ଗଙ୍କୁ ହସ୍ତାନ୍ତରିତ କରିଛନ୍ତି। ପରବର୍ତ୍ତୀ ଖବର, IDFC ଫାର୍ଷ୍ଟ ବ୍ୟାଙ୍କର ସ୍ଥାନୀୟ ବାରିପଦା ଶାଖାର ଏକ ବ୍ୟବସାୟୀ ସଂସ୍ଥା ଅନଲାଇନ୍ ସାଇବର ଠକାମିର ଶିକାର ହୋଇ 1,48,003 ଟଙ୍କା 54 ପଇସା ହରାଇଛନ୍ତି। ଏନେଇ ସ୍ଥାନୀୟ 37 ନମ୍ବର ୱାର୍ଡ ଦେବେନ୍ଦ୍ରପୁରର ସରୋଜ କୁମାର ଜେନା ସ୍ଥାନୀୟ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ କ୍ରମରେ 107/26 ନମ୍ବରରେ ଏକ ମାମଲା ଭାରତୀୟ ନ୍ୟାୟ ସଂହିତା 318(4) ସହିତ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର 66D ଧାରା ଅନୁଯାୟୀ ରୁଜୁ ହୋଇଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ ଅଭିଯୋଗକାରୀ ଶ୍ରୀ ଜେନାଙ୍କ ଉକ୍ତ ବ୍ୟାଙ୍କ ଶାଖାରେ ଥିବା ମେମ୍ବର ଶ୍ରୀ ସାଇ ଆସୋସିଏଟ୍ସ ନାମକ ବ୍ୟବସାୟୀ ସଂସ୍ଥାର ଆକାଉଣ୍ଟରୁ ତାଙ୍କ ଅଗୋଚରରେ 1,48,003 ଟଙ୍କା 54 ପଇସା 13 ତାରିଖ ଦିନ ଉଠାଣ ହୋଇଥିବା ଜାଣିବାକୁ ପାଇଥିଲେ ଏବଂ ଏନେଇ ସେ ପୁଲିସରେ ଅଭିଯୋଗ କରିଛନ୍ତି। ପରବର୍ତ୍ତୀ ଖବର, ବିଶୋଇ ବ୍ଲକ ବାଉତିପଡ଼ା ପଞ୍ଚାୟତ ମହୁଭଣ୍ଡାର ଗ୍ରାମର ସ୍ୱର୍ଗତ ଲୋକନାଥ ମାରାଣ୍ଡିଙ୍କ ପୁଅ ମୁଚିରାମ ମାରାଣ୍ଡି, ବୟସ 51 ବର୍ଷଙ୍କର ମୃତଦେହ ପୋଖରୀରୁ ଭାସମାନ ଅବସ୍ଥାରେ ଉଦ୍ଧାର କରାଯାଇଛି। ସକାଳ 8ଟା ସମୟରେ ମୁଚିରାମ ଘରୁ ବାହାରି ଆସିଥିଲେ। ଦୀର୍ଘ ସମୟ ଧରି ଘର ଲୋକମାନେ ତାଙ୍କୁ ନ ପାଇ ଖୋଜାଖୋଜି କଲା ପରେ ଗ୍ରାମ ପୋଖରୀରେ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଥାନା ଅଧିକାରୀ ଶରତ ଚନ୍ଦ୍ର ଦାସଙ୍କ ନିର୍ଦ୍ଦେଶ କ୍ରମେ ଏଏସ୍ଆଇ କାହ୍ନୁଚରଣ ମାଝୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ପରବର୍ତ୍ତୀ ଖବର, 50 ନମ୍ବର ରାଜ୍ୟ ରାଜପଥ ଯାଉଥିବା ବେଆଇନ ଭାବେ ବାଲି ବୋଝେଇ ଏକ ହାଇୱା ଗାଡ଼ିକୁ ବାଙ୍ଗିରିପୋଷି ପୋଲିସ ଜବତ କରିଛି। ଗାଡ଼ିକୁ ବାଙ୍ଗିରିପୋଷି ଥାନାରେ ଅଟକ ରଖାଯାଇଛି। ପ୍ରାପ୍ତ ସୂଚନା ମୁତାବକ ଝାରପୋଖରିଆ ଥାନା ଅଧୀନ ସୁବର୍ଣ୍ଣରେଖା ନଦୀରୁ ବାଲି ବୋଝେଇ କରି OD 11H7171 ନମ୍ବର ବିଶିଷ୍ଟ ଏକ ହାଇୱା ଯାଉଥିବା ବେଳେ ବାଙ୍ଗିରିପୋଷି ବଜାରକୁ ପଶି ଆସିଥିଲା। ପୋଲିସ ଗାଡ଼ିକୁ ଜବତ କରିବା ପରେ ଖଣି ଅଧିକାରୀଙ୍କୁ ଖବର ଦେଇଥିଲେ। ପରମିଟ୍ରେ ଲୋଡିଂ ସମୟ ଏବଂ ଗନ୍ତବ୍ୟସ୍ଥଳ ତାଳମେଳ ଖାଉନଥିବା ସହ ଇନ୍ସୁରାନ୍ସ ଏବଂ ପଲ୍ୟୁସନ ଅବଧି ମଧ୍ୟ ସରି ଆସିଥିବାରୁ ଖଣି ଅଧିକାରୀ ହାଇୱାଟିକୁ 4,18,928 ଟଙ୍କା ଜରିମାନା କରିଛନ୍ତି। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।